ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍ଏସି ମଣ୍ଡଳ ତରଫରୁ ମହିଳା ଆକ୍ରୋଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏନ୍ଏସି ମଣ୍ଡଳ ସଭାପତି ବ୍ରଜେଶ୍ୱରୀ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଓ ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା ଉପସ୍ଥିତ ଥିଲେ। ସହରର ହନୁମାନ ବଜାରଠାରୁ ଏହି ରାଲି ବାହାରି ସହର ପରିକ୍ରମା କରିଥିଲେ। 33% ମହିଳା ସଂରକ୍ଷିତ ବିଲ୍କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଏହାକୁ ବିରୋଧ କରୁଛନ୍ତି। ତେଣୁ ଏହା ବିରୋଧରେ ଏନ୍ଏସିର ପ୍ରାୟ ହଜାର ହଜାର ମହିଳା ସମେତ ବହୁ ବିଜେପି କର୍ମକର୍ତ୍ତା ମହିଳା ଆକ୍ରୋଶ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। कामाक्षानगरରୁ प्रकाश कुमार पात्रଙ୍କ रिपोर्ट तीर्थक्षेत्र लाइव।